ଆଜିର କାର୍ଯ୍ୟକ୍ରମ ହେଲା ପ୍ରବାସୀ ଭାରତୀୟ ମାନେ 8, 9, 10 ତାରିଖ ସେମାନେ ଓଡ଼ିଶାକୁ ଆସିବେ ଏବଂ ବିଭିନ୍ନ ପର୍ଯ୍ୟଟନସ୍ଥଳୀ ବୁଲିବେ ଏବଂ ସେମାନେ ଦେଖିବେ। ତ ସେଥିପାଇଁ ଆମକୁ ଦାୟିତ୍ୱ ଦିଆହେଇଛି ଜୟଦେବ କନଷ୍ଟିଚ୍ୟୁଏନ୍ସିରେ 64 ଯୋଗିନୀ ମାଙ୍କ ପୀଠରେ ଆମେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ କରିବା, ସଫା ସୁତରା କରିବା ଦାୟିତ୍ୱ ଆମକୁ ଦିଆଯାଇଛି। ତେଣୁକରି ଆମର ଭାରତୀୟ ଜନତା ପାର୍ଟି ଦେବତୁଲ୍ୟ ଯେଉଁ କର୍ମକର୍ତ୍ତା ମାନେ ସବୁଯାକ ଦେବଦୁର୍ଲଭ କର୍ମକର୍ତ୍ତା ମାନେ ସମସ୍ତେ ଆସିଛନ୍ତି ଏବଂ ସମସ୍ତେ ଆଜି ଏଇ ଯେଉଁ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ସାମିଲ ହୋଇଛନ୍ତି। ଆମ ଗହନରେ ଅଛନ୍ତି ଆମର ଯେଉଁ ପ୍ରଭାରୀ ଜ୍ୟୋତି ସଦସ୍ୟ ପ୍ରଭାରୀ ପ୍ରଶାନ୍ତ ଆଦିତ୍ୟ ପାତ୍ର, ଆମ ଗହନରେ ଅଛନ୍ତି ସମସ୍ତ ବରିଷ୍ଠ କର୍ମକର୍ତ୍ତା ଜିଲି ସାମନ୍ତ ଠୁ ଆରମ୍ଭ କରି ଦୀନବନ୍ଧୁ ଏବଂ ପ୍ରାୟ ଯାହାକୁ ଆପଣମାନେ ଦେଖୁଛନ୍ତି ସମସ୍ତେ ଶତାଧିକ କର୍ମକର୍ତ୍ତା ଏଠି ସାମିଲ ହୋଇଛନ୍ତି। ତେଣୁକରି ଆଜି ଆମେ ସମସ୍ତେ ଏଥିରେ ଭାଗ ନେଇଛୁ। ଏହା ହେଉଛି ଆମ ଦଳୀୟ ନିର୍ଦ୍ଦେଶ ଏବଂ ସମସ୍ତେ ଆମେ ଏ କାର୍ଯ୍ୟରେ ସାମିଲ ହୋଇଛୁ।